ଆଜିର ଭିଡ଼ିଓରେ ଆମେ କୋର୍ସ 7ର ୟୁନିଟ୍ 2 ଶୂନ୍ୟସ୍ଥାନ ପୂରଣ କର ପ୍ରଶ୍ନଗୁଡ଼ିକୁ ଆଲୋଚନା କରିବା। ମାଟିର ମହାକବି ଡେସ୍କୁ କୁହାଯାଏ ଶାରଳା ଦାସ। ଓଡ଼ିଆ ମହାଭାରତ ରଚୟିତାଙ୍କ ନାମ ଡେସ୍ ଅଟେ ଶାରଳା ଦାସ। ଶାରଳା ଦାସଙ୍କ ପିତୃଦତ୍ତ ନାମ ଡେସ୍ ଥିଲା ସିଦ୍ଧେଶ୍ୱର ପରିଡ଼ା। ଡେସ୍ଙ୍କ କୃପାରୁ ମହାଭାରତ ରଚନା କରିଛନ୍ତି ବୋଲି ଶାରଳା ଦାସ ନିଜେ ସ୍ୱୀକାର କରିଛନ୍ତି। ମା ଶାରଳା। ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତରଣ ମହାଭାରତ ଡେସ୍ ପର୍ବରେ ଆସିଛି ଗଦା ପର୍ବ। ବିଲଙ୍କା ରାମାୟଣ ଓ ଚଣ୍ଡୀ ପୁରାଣର ସ୍ରଷ୍ଟାଙ୍କ ନାମ ଡେସ୍ ଅଟେ ଶାରଳା ଦାସ। ଶାରଳା ଦାସ ଡେସ୍ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଜଗତସିଂହପୁର। ଗଜପତି ଡେସ୍ଙ୍କ ସମସାମୟିକ ଶାରଳା ଦାସ କପିଳେନ୍ଦ୍ର ଦେବ। ପିତାମହ ଡେସ୍ଙ୍କୁ କୁହାଯାଏ ଭୀଷ୍ମ। ଦ୍ରୋଣ ଡେସ୍ଙ୍କର ଭିଣୋଇ ଥିଲେ କୃପାଚାର୍ଯ୍ୟ। ଡେସ୍ ପୁତ୍ର ଥିଲେ କୃପାଚାର୍ଯ୍ୟ। କୃଶ ବ୍ରହ୍ମା ପୁତ୍ର ଥିଲେ କୃପାଚାର୍ଯ୍ୟ। ଡେସ୍ କୃପାଚାର୍ଯ୍ୟକୁ ଯୁଦ୍ଧରେ ନିଧନ କରିଥିଲେ। ଅର୍ଜୁନ କୃପାଚାର୍ଯ୍ୟକୁ ଯୁଦ୍ଧରେ ନିଧନ କରିଥିଲେ। ଡେସ୍ ଓ ଡେସ୍ ବାଣ ଅର୍ଜୁନ କୃପାଚାର୍ଯ୍ୟକୁ ପ୍ରୟୋଗ କରିଥିଲେ ନୀଳ ବାଣ ଓ ଭୁଜ ବାଣ। କୃତବର୍ମ ଡେସ୍ଙ୍କ ଦୃଢ଼ ସମର୍ଥନ ଥିଲେ କୌରବ। ଦୁର୍ଯ୍ୟୋଧନଙ୍କ ପୁତ୍ର ନାମ ଡେସ୍ ଥିଲା ଲକ୍ଷ୍ମଣ କୁମାର। ଦାଣ୍ଡିବୃତ୍ତକୁ ସଂସ୍କୃତ ଭାଷାରେ ଡେସ୍ କୁହାଯାଏ ଦଣ୍ଡକ। ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତରଣ ଡେସ୍ ବୃତ୍ତରେ ଲିଖିତ ଦାଣ୍ଡିବୃତ୍ତ। ଭାନୁମତୀ ଡେସ୍ଙ୍କର ପାଟରାଣୀ ଥିଲେ ଦୁର୍ଯ୍ୟୋଧନ। ବାବୁ ଦୁଃସହ ବୋଲି କବିତା ଡେସ୍ଙ୍କୁ କୁହାଯାଇଛି ଦୁଃଶାସନକୁ। ଦୁର୍ଯ୍ୟୋଧନଙ୍କ ମାମୁଁଙ୍କ ନାମ ଡେସ୍ ଶକୁନି। କର୍ଣ୍ଣଙ୍କର ମାତାଙ୍କ ନାମ ଡେସ୍ କୁନ୍ତୀ। ଡେସ୍ର ମୁଖ ଚନ୍ଦ୍ର ଜ୍ୟୋତିକୁ ନିନ୍ଦା କରୁଥିବା ବୋଲି କବି କହିଛନ୍ତି। ଲକ୍ଷ୍ମଣ କୁମାରଙ୍କ ମୁଖ ଚନ୍ଦ୍ର ଜ୍ୟୋତିକୁ ନିନ୍ଦା କରୁଥିଲା ବୋଲି କବି କହିଛନ୍ତି। ଡେସ୍ ଜଣେ ସୁପକାର ବା ରୋଷେୟା ପୁରୋଚନ। ଅଶ୍ୱତ୍ଥାମା ଡେସ୍ଙ୍କ ପୁତ୍ର ଅଟନ୍ତି ଦ୍ରୋଣ। ଦ୍ରୋଣଙ୍କୁ ଡେସ୍ ବଧ କରିଥିଲେ ଧୃଷ୍ଟଦ୍ୟୁମ୍ନ। ଦ୍ରୌପଦୀଙ୍କ 5 ପୁତ୍ରକୁ ଡେସ୍ ହତ୍ୟା କରିଥିଲେ ଅଶ୍ୱତ୍ଥାମା। ଧୃଷ୍ଟଦ୍ୟୁମ୍ନଙ୍କୁ ଡେସ୍ ହତ୍ୟା କରିଥିଲେ ଅଶ୍ୱତ୍ଥାମା। ଡେସ୍ ମଦ୍ର ଦେଶର ରାଜା ଥିଲେ ଶଲ୍ୟ। ଡେସ୍ ଯୁଧିଷ୍ଠିରଙ୍କୁ ନିରସ୍ତ କରି ଚୁଟି ଧରିଥିଲେ ଶଲ୍ୟ। ଦ୍ରୋଣଙ୍କର ସ୍ତ୍ରୀଙ୍କ ନାମ ଡେସ୍ ଅଟେ କୃପୀ। ଦୁର୍ଯ୍ୟୋଧନ ଡେସ୍ର ଶବକୁ ଆଶ୍ରୟ କରି ରକ୍ତନଦୀ ପାର ହୋଇଥିଲେ ଲକ୍ଷ୍ମଣ କୁମାର। ଦୁର୍ଯ୍ୟୋଧନ ଯୁଦ୍ଧକ୍ଷେତ୍ରରୁ ପଳାୟନ କରି ଡେସ୍ ଠାରେ ଆତ୍ମଗୋପନ କରିଥିଲେ ବ୍ୟାସ ସରୋବରରେ। ଡେସ୍ ଦୁର୍ଯ୍ୟୋଧନଙ୍କର ଜାନୁ ଭଗ୍ନ କରିଥିଲେ ଭୀମ। ଡେସ୍ ଇଚ୍ଛାମୃତ୍ୟୁକୁ ଆପଣେଇଥିଲେ ଭୀଷ୍ମ। ଡେସ୍ ଥିଲେ ଅର୍ଜୁନଙ୍କ ରଥର ସାରଥୀ ଶ୍ରୀକୃଷ୍ଣ। ଡେସ୍ ଥିଲେ ଦ୍ରୋଣଙ୍କର ପ୍ରିୟ ଶିଷ୍ୟ ଅର୍ଜୁନ। ଡେସ୍ଙ୍କୁ ପରମ ଗୁରୁ ଆଖ୍ୟା ଦିଆଯାଇଛି ମନକୁ। 24 ଗୁରୁ ଠାରୁ ଅବଧୂତ ଡେସ୍ ଶିକ୍ଷା ଗ୍ରହଣ କରିଛନ୍ତି ଜୀବନର ସତ୍ୟ। ଡେସ୍ ଓ ଡେସ୍ ଭାବ ଅବଧୂତ ପବନ ଠାରୁ ଶିକ୍ଷା କରିଥିଲେ ଉଦାସୀନତା ଓ ସାମ୍ୟ ଭାବ। ଡେସ୍ ସବୁ କିଛି ଭକ୍ଷଣ କରିଥାଏ ଅଗ୍ନି। ଅବଧୂତ ଡେସ୍ ଠାରୁ ପବିତ୍ରତା ଗୁଣ ଶିକ୍ଷା କଲେ ଜଳ ଠାରୁ। ଅବଧୂତଙ୍କ ଗୁରୁମାନେ ଡେସ୍ ଓ ଡେସ୍ ଜାତୀୟ ଅଟନ୍ତି ବସ୍ତୁଗୁରୁ ଓ ଜୀବଗୁରୁ। ଅବଧୂତ ଡେସ୍ଟି ଗୁରୁ କରିଥିଲେ 24। ଡେସ୍ ଉଭୟ ସୁଖ ଓ ଦୁଃଖକୁ ଅଙ୍ଗରେ ନିର୍ବାହ କରେ ଅଜଗର। ଡେସ୍ ନାନା ଜାତୀୟ କୀଟକୁ ଧରି ଆଣି ଗର୍ଭରେ ରଖିଥାଏ କୀଟପେଶକାରୀ। ନିଜ ବଦନରୁ ଡେସ୍ ସୂତ୍ର ବାହାର କରି ଜାଲ ନିର୍ମାଣ କରେ ବୁଢ଼ିଆଣୀ ବା ଉନନାଭ। ମଧୁମକ୍ଷିକା ଡେସ୍ରୁ ମଧୁ ସଂଗ୍ରହ କରିଥାଏ ଫୁଲରୁ। ଡେସ୍କୁ ଓଡ଼ିଆ ସାହିତ୍ୟର ବାଇବେଲ କୁହାଯାଏ। ଭାଗବତ ଜଗନ୍ନାଥ ଚରିତାମୃତ ଡେସ୍ ରଚନା କରିଥିଲେ ଦିବାକର ଦାସ। ପୁରୀ ଜିଲ୍ଲାର ଡେସ୍ ଗ୍ରାମରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ କପିଳେଶ୍ୱର। ଜଗନ୍ନାଥ ଦାସଙ୍କ ମାତାଙ୍କ ନାମ ଡେସ୍ ଥିଲା ପଦ୍ମାବତୀ। ଜଗନ୍ନାଥ ଦାସଙ୍କ ପିତାଙ୍କ ନାମ ଡେସ୍ ଥିଲା ଭଗବାନ ଦାସ। ଅତିବଡ଼ି ଉପାଧି ଜଗନ୍ନାଥ ଦାସଙ୍କୁ ଡେସ୍ ପ୍ରଦାନ କରିଥିଲେ ଶ୍ରୀ ଚୈତନ୍ୟ। ତୁଳାଭିଣା ଏକ ଡେସ୍ ଜ୍ଞାନ ସମ୍ବଳିତ ରଚନା ଗୂଢ଼ ତତ୍ତ୍ୱ। ଜଗନ୍ନାଥ ଦାସଙ୍କ ଭାଗବତ ଡେସ୍ ସ୍କନ୍ଧ ବିଶିଷ୍ଟ ଏକାଦଶ। ଭାଗବତର ଡେସ୍ ଭକ୍ତିର ପ୍ରୟୋଗ ଦେଖିବାକୁ ମିଳେ ଜ୍ଞାନ ମିଶ୍ରା। ଭାଗବତ ଚର୍ଚ୍ଚା ପାଇଁ ଗାଁ ଗହଳି ଡେସ୍ ଥାଏ ଭାଗବତ ଟୁଙ୍ଗି। ଡେସ୍ ବର୍ଷ ବୟସରେ ଜଗନ୍ନାଥ ଦାସ ସନ୍ନ୍ୟାସୀ ହୋଇଥିଲେ 18। ଜଗନ୍ନାଥ ଦାସଙ୍କ ଶିଷ୍ୟ ସଂଖ୍ୟା ଡେସ୍ ଅଟେ 16। ବ୍ୟାସଙ୍କର ଜନ୍ମ ବୃତ୍ତାନ୍ତ ଜଗନ୍ନାଥ ଦାସଙ୍କର ଡେସ୍ ଗ୍ରନ୍ଥ ବର୍ଣ୍ଣିତ ଅଟେ ଗୁପ୍ତ ଭାଗବତ। ଡେସ୍ ଗଜସ୍ତୁତି ଗ୍ରନ୍ଥ ରଚନା କରିଥିଲେ ଜଗନ୍ନାଥ ଦାସ। ଡେସ୍ ବୃତ୍ତରେ ଭାଗବତ ରଚିତ ନବାକ୍ଷରୀ। ଆଜିର ଭିଡ଼ିଓରେ ଆମେ ଶୂନ୍ୟସ୍ଥାନ ପୂରଣ କର ପ୍ରଶ୍ନଗୁଡ଼ିକୁ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବା।